ଏବେ ତ ଖରା ଦିନ ଚାଲି ଆସିଲା, ପଖାଳ ମୁଠେ ନ ଖାଇଲେ ପେଟକୁ କୁଆଡ଼େ ଶାନ୍ତି ଆସୁଛି। ତ ଛୁଆ ସେ କଥା କେଉଁଠି ବୁଝୁଛନ୍ତି? ଛୁଆ ଖାଲି କହୁଛନ୍ତି ଆମର ଏମିତି ସବୁ ବ୍ରେକଫାଷ୍ଟ ଦରକାର, ଆଉ ଯାହାକି ପାଟି ଚିକଣିଆ। ତ ଚାଲନ୍ତୁ ଆଜି ସେମିତି ରେସିପି ବନେଇବା, ଯାହାକି କାଲି ମାର୍କେଟରୁ ନେଇ ଆସିଥିଲେ ଏଠି ସିମଲା ଲଙ୍କା। ପୁଅ ତାକୁ ଦେଖିକି କହିଲା ମାମା ଆଜି ଟିକେ ପିଟାଟୋ ଚପ୍ କଲୁ। ତ ମୁଁ କହିଲି ପିଟାଟୋ କ'ଣ? କହିଲେ ଏଇଟାକୁ ପିଟାଟୋ ହିଁ କହନ୍ତି। ତ ଏବେ ତ ଯାନିଯାତ୍ରା ଆପଣମାନେ ଯାଆନ୍ତୁ, ତ କ'ଣ ଦେଖନ୍ତୁ ନ ଦେଖନ୍ତୁ ମଥୁରା କେକ୍ ତା ସହିତ ଲଙ୍କା ଚପ୍ଟା ନିଶ୍ଚିନ୍ତ ଥିବ, ଯାହାକି ସମସ୍ତଙ୍କୁ ଖାଇବା ପାଇଁ ବହୁତ ହି ଭଲ ଲାଗେ। ତ ଆଜି ଚାଲନ୍ତୁ ସେମିତି ବନେଇବା। ଏମିତି ସେ ପୁରା ତାକୁ ବଢ଼ିଆ ସେ ଧୁଆଧୁଇ କରିକି ତାକୁ ବଢ଼ିଆ ସେ ପୋଛି ଦେଇକି ଏମିତି ପୁରା ସରୁ ସରୁ କରିକି କାଟି ନେଇଗଲି। କାଟି ସାରିକି ତାର ଯେଉଁ ମଞ୍ଜି ଗୁଡ଼ାକ, ଯଦି ଛୋଟ ଛୁଆ ଖାଉଛନ୍ତି ତାକୁ ତ କାଢ଼ିବାକୁ ନିଶ୍ଚିନ୍ତ ପଡ଼ିବ, ଆଉ ଯଦି ବଡ଼ ଲୋକ ଖାଉଛନ୍ତି ମଞ୍ଜି ଖୋଲିବା କିଛି ଆବଶ୍ୟକତା ନାହିଁ, ଟିକେ ଟିକେ ରାଗ ଲାଗିବ। ତ ଦେଖନ୍ତୁ ଏଠି ବଢ଼ିଆ ସେ ପୁରା ଗୋଟେ ପ୍ଲେଟ୍ଟେ ପୁରା ସଜା ନେଲେ। ଆଉ ଜଣେ କହିଲା ବୋଲି କ'ଣ ଜଣେ ଖାଇବା, ଆଉ ଅନ୍ୟମାନେ ଅଛନ୍ତି ଖାଇବେ କି ନାହିଁ। ତା ଭିତରେ ଏଠି ଦେଖନ୍ତୁ କି ସାଇଜ୍ କରିକି କାଟି ନେଲେ। ତାର ବ୍ୟାଟରଟା ବନେଇବା ପାଇଁ ମୁଁ ଏଠି ଦେଇଦେଇଛି ବେସନ, ତା ସହିତ ସ୍ୱାଦ ଅନୁସାରେ ଲୁଣ ଦେଇକି, ଏପଟେ ଟିକେ ସେ ଲଙ୍କାରେ ମଧ୍ୟ ଟିକେ ଲୁଣ ଦେଇକି ଗୋଳାଗୋଳି କରିକି ରଖିନେଲି କିଛି ସମୟ। ଦେନ୍ ସେଥିରେ ଦେଇଦେଇଛି ଧନିଆ ପତ୍ର, ଏଠି ରେଡ଼୍ ଚିଲି ମାନେ ରାଗ ଲଙ୍କାଗୁଣ୍ଡ ଦେଇଛି। ଆପଣମାନେ ଛୁଆ ଖାଉଥିଲେ ତାକୁ ସ୍କିପ୍ କରିପାରିବେ। ଏଠି ଗୋଟା ଜିରା, ତା ସହିତ ଅଳ୍ପ ଅଳ୍ପ ପାଣି ଦେଇକି ଆମେ ଆକୁ ବ୍ୟାଟରଟାକୁ ରେଡ଼ି କରିବା। ବେଶୀ ମୋଟା ନୁହେଁ କି ବେଶୀ ପତଳା ନୁହେଁ, ମିଡ଼ିୟମରେ ରଖିବା, ଯେମିତିକି ଆମର ସେ ଲଙ୍କାଟାରେ ଲାଗୁଥିବ। ତ ଦେଖନ୍ତୁ ଏମିତି ରଖିବେ ଆଉ ଲଙ୍କା ଚପ୍ଟା ଭଲ ହେବ। ତ ଏଠି ତା ଭିତରେ ମୁଁ ଆଗରୁ ତେଲକୁ ମଧ୍ୟ ଗରମ କରିକି ରଖିନେଇଥିଲି। ଏଠି ଗୋଟେ ଗୋଟେ ସବୁ କଡ଼େଇରେ ଏଠି ଛାଣିଦେବା। ତାର ବାସ୍ନା କିନ୍ତୁ ବହୁତ ହି ବଢ଼ିଆ ଆସୁଛି। ଆଉ ଏମିତିରେ ତ ମାର୍କେଟରେ ତ ସବୁବେଳେ ଛଣା ହେଉଛି, ଆମେ ତ ମାର୍କେଟ ଜିନିଷ ସବୁବେଳେ ଖାଇପାରିବାନି, ଦେହ ପାଇଁ ବହୁତ ଖରାପ। ତା ଭିତରେ ଆମେ ଘରେ ଏମିତି କାହିଁକି ନ ବନେଇକି ଆଣିକି ଖାଇବା। ତ ଛୁଆ ଖାଇବେ, ତା ସହିତ ଆମେ ବି ଖାଇବା। ତ ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ମୋର ରେଡ଼ି ହେଇଗଲା। ତା ସହିତ ପୁଅରେ ବି ମଧ୍ୟ ବହୁତ ମନ, ତା ଭିତରେ ସେ ଗୋଟେ ଗୋଟେ ଖାଇଚାଲିଛି। ତ ଏଠି ଦେଖନ୍ତୁ ମୁଁ ଭାଙ୍ଗିକି ବି ଦେଖୁଛି, ବହୁତ ହି ବଢ଼ିଆ କ୍ରିସ୍ପି ବି ମଧ୍ୟ ହେଇଛି। ତ ଆପଣମାନେ ବି ଘରେ ଏମିତି ଟ୍ରାଏ କରନ୍ତୁ ଆଉ ଖାଆନ୍ତୁ, ସମସ୍ତେ ମଜା ନିଅନ୍ତୁ। ତା ଭିତରେ ଏଠି ସାଇଡ଼୍ରେ ତାକୁ ଦେଇଦେବି ତା ସହିତ ଟମାଟୋ ସସ୍, ଆଉ ତାର ଫେଭରାଇଟ୍ ହେଉଛି ସାଣ୍ଡୱିଚ୍ ସସ୍। ତ ଦେଇଦେଇକି ତାକୁ ଦେଇଦେଲି ଖାଇବା ପାଇଁ। ସେ କହିଲା ମାମା ବହୁତ ହି ଟେଷ୍ଟ ହେଇଛି। ଆଉ ଛୁଆଙ୍କ ଖୁସିରେ ତ ଆମର ଖୁସି, ଆପଣମାନେ ଜାଣିଥିବେ। ଖାସ୍ କରି ମାଆ ମାନେ ତ ହିଁ ଚାହିଁବେ ମୋ ଛୁଆ ଯାହା ବି ଖାଇବାକୁ ପସନ୍ଦ କରୁଛି ତାକୁ ଆମେ ଦେବା ପାଇଁ ରାଜି। ତ ଏଠି ମୋର ରେଡ଼ି ହେଲା। ଆପଣଙ୍କୁ ଆଜିର ରେସିପିଟି ଯଦି ଭଲ ଲାଗେ ନିଶ୍ଚିନ୍ତ ଲାଇକ୍ ଗୋଟେ କରିବେ, କମେଣ୍ଟ କରିବେ ଆଉ ସେୟାର କରିବେ। ରହିଲି।